ବିକାଶ କ୍ଷେତ୍ରରେ ବହୁତ ଆଗକୁ ଯାଇଛି ଏବଂ ଆପଣ ଦେଖିଥିବେ 2055 ନିର୍ବାଚନରେ ସବୁଠୁ ଅଧିକ ସଂଖ୍ୟକ PS ମେମ୍ବର ସରପଞ୍ଚ ଗୋଟେ ଜିଲ୍ଲା ପରିଷଦ ଓଡ଼ିଶାର ହାର୍ଟ ଅନକଣ୍ଟେଷ୍ଟ ହେଇଥିଲେ, ଯେଉଁଟାକି ଜନସାଧାରଣଙ୍କ ଆଶୀର୍ବାଦ ଏବଂ ଭଲ ପାଇବା ତାର ସୂଚକ। ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ବହୁତ ଗୁଡ଼ିଏ ଦାୟିତ୍ୱ ଦେଇଥିଲେ, କିନ୍ତୁ ମୋର ସ୍ୱାର୍ଥ ଖରାପ ଯୋଗୁଁ ଲୋକଙ୍କୁ ଡକେଇକି ଅଲଗା ନିର୍ବାଚନରେ ଏଠି ମୁଁ ମ୍ୟାନେଜମେଣ୍ଟ କରୁଛି ଏବଂ ତାଙ୍କର ଆଶୀର୍ବାଦ ଯୋଗୁଁ ବହୁତ କ୍ଷେତ୍ରରେ ଆମକୁ ଅଧିକା ଅନୁଦାନ ଦେଇଛନ୍ତି, ଯେଉଁକି ରୋଡ଼ ରାସ୍ତା ଗମନାଗମନ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ସବୁଥିରେ ଆମର ଦେଖିବେ ବରଗଡ଼ ଜିଲ୍ଲା ଟପ୍ 5ରେ ଅଛି ଏବଂ ଭର୍ଲି ନିର୍ବାଚନରେ ହାଇସ୍କୁଲର ରିଜଲ୍ଟ ଯୋଗୁଁ ଏଇଟା ସମ୍ଭବ ହୋଇପାରିଛି ଏବଂ ଟପ୍ 10ରେ କମା କଲେଜ ବି ଅଛି। ଆମର ଓଡ଼ିଶାର ସବୁ କ୍ଷେତ୍ରରେ ଭର୍ଲି ଆଗଉଛି ଏବଂ ଆଗାମୀ 5 ବର୍ଷ ଭିତରେ ଆହୁରି ମଧ୍ୟ ଲୋକଙ୍କର ସେବା ଆମେ ସବୁବେଳେ ଦିନ ରାତି କରୁଛୁ। ଆଗକୁ ଲୋକଙ୍କର ଆଶୀର୍ବାଦ ଆମ ଉପରେ ଅଛି ଏବଂ ସବୁବେଳେ ଏମିତି ଲୋକଙ୍କ ସେବା କରୁଛୁ। ଦେଖନ୍ତୁ, ମୁଁ ତ 6 ମାସ ଆଗରୁ 125 ହୋଇଥିଲି ଏବଂ କିଛି ଜାଗାରେ ଓଲଟ ପାଲଟ ଯୋଗୁଁ 110ଟା ଉପରେ ସିଟ୍ ବିଜୁ ଜନତା ଦଳ ଜିତିବ ନିଶ୍ଚିତ ଏବଂ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ନେବେ ଏବଂ 9 ତାରିଖରେ ଶପଥ ଗ୍ରହଣ ସେ କରିବେ।